ମାନେ ଆଜି ଆମେ ଆଲୋଚନା କରିବା ତ୍ରିପଦୀ ଯୁକ୍ତି। ତ ପୂର୍ବ ଭିଡ଼ିଓରେ ଆମେ ସମବର୍ତ୍ତନ ବ୍ୟାବର୍ତ୍ତନ ବିଷୟରେ ଆଲୋଚନା କରିଛେ। ତାହାର ନୋଟ୍ ମଧ୍ୟ ମୁଁ ଦେଇଛି, ସେହି ନୋଟ୍କୁ ଲେଖି ନେଇ ସେହି ଫର୍ମାଟ୍ରେ ପରୀକ୍ଷାରେ ମଧ୍ୟ ଲେଖିପାରିବେ। ତ ଆଜି ଆମେ ଆଲୋଚନା କରିବା ବ୍ୟବହିତ ଅନୁମାନ ତ୍ରିପଦୀ ଯୁକ୍ତି। ବ୍ୟବହିତ ଅନୁମାନକୁ ତ୍ରିପଦୀ ଯୁକ୍ତି ବୋଲି କୁହାଯାଏ। ତ୍ରିପଦୀ ଯୁକ୍ତି ହେଉଛି ଏକ ପ୍ରକାର ବ୍ୟବହିତ ଅନୁମାନ ଯାହାର ସିଦ୍ଧାନ୍ତ ଦୁଇ ହେତୁ ବାକ୍ୟର ସମ୍ମିଶ୍ରଣରୁ ନିଃସୃତ ହୋଇଥାଏ। ଉଦାହରଣ ଦେଖିପାରିବା, ଦୁଇଟି ହେତୁ ବାକ୍ୟର ସମ୍ମିଶ୍ରଣରୁ ନିଃସୃତ ହୋଇଥାଏ ତ୍ରିପଦୀ ଯୁକ୍ତିରେ। ସିଦ୍ଧାନ୍ତଟି ସମସ୍ତ ମନୁଷ୍ୟ ମରଣଶୀଳ ଅଟନ୍ତି, ସାଧ୍ୟାବୟବ ତାହାକୁ କୁହାଯାଏ। ପକ୍ଷାବୟବ ସମସ୍ତ କୃଷକ ମନୁଷ୍ୟ ଅଟନ୍ତି, ପକ୍ଷାବୟବ ସମସ୍ତ କୃଷକ ମରଣଶୀଳ ଅଟନ୍ତି। ସିଦ୍ଧାନ୍ତ ଦେଖିପାରୁଥିବା ଦୁଇଟି ହେତୁ ବାକ୍ୟର ସମ୍ମିଶ୍ରଣରେ ସିଦ୍ଧାନ୍ତଟି ନିଃସୃତ ହୋଇଛି। ତାପରେ ବିଭିନ୍ନ ପ୍ରକାର ବ୍ୟବହିତ ଅନୁମାନ ଅଛି, ତାହା ମଧ୍ୟରୁ ତ୍ରିପଦୀ ଯୁକ୍ତି ଅନ୍ୟତମ। ତେଣୁ ବ୍ୟବହିତ ଅନୁମାନ ହେଉଛି ଏକ ପ୍ରକାର ଅବରୋହାନୁମାନ ଯାହାର ସିଦ୍ଧାନ୍ତ ହେତୁ ବାକ୍ୟର ସମ୍ମିଶ୍ରଣରୁ ନିଃସୃତ ହୋଇଥାଏ। ତ୍ରିପଦୀ ଯୁକ୍ତିର ବୈଶିଷ୍ଟ୍ୟ ଦେଖିବା। ତ୍ରିପଦୀ ଯୁକ୍ତି ତିନୋଟି ପଦ ଥାଏ। ତ୍ରିପଦୀ ଯୁକ୍ତିରେ ତିନୋଟି ପଦ ଥାଏ, ମନେ ରଖିବ। କିନ୍ତୁ ବାସ୍ତବରେ ଛଅ ଗୋଟି ପଦ ଅଛି। ତିନୋଟି ତର୍କ ବାକ୍ୟ ମାନେ ବାସ୍ତବରେ 6 ଗୋଟି ପଦ ଅଛି, କିନ୍ତୁ ଆମ ଲଜିକ୍ ଦୃଷ୍ଟିରୁ ତ୍ରିପଦୀ ଯୁକ୍ତିରେ ତିନୋଟି ପଦ ଓ ତିନୋଟି ତର୍କ ବାକ୍ୟକୁ ନେଇ ଗଠିତ ହୋଇଥାଏ। ବ୍ୟାଖ୍ୟା, ତିନୋଟି ତର୍କ ବାକ୍ୟ ମଧ୍ୟରୁ ଦୁଇଟିକୁ ହେତୁ ପଦ, ତିନୋଟି ପଦ ଯେ ରହିଛି ସେଥିମଧ୍ୟରୁ ତିନୋଟି ତର୍କ ବାକ୍ୟ ମଧ୍ୟରୁ ସେଥିମଧ୍ୟରୁ ଦୁଇଟିକୁ ହେତୁ ବାକ୍ୟ ଏବଂ ଅନ୍ୟଟିକୁ ସିଦ୍ଧାନ୍ତ ବୋଲି କୁହାଯାଇଥାଏ। ସିଦ୍ଧାନ୍ତ ହେତୁ ବାକ୍ୟ ଦ୍ୱୟରୁ ନିଃସୃତ ହୋଇଥାଏ। ସିଦ୍ଧାନ୍ତଟି ନିଶ୍ଚିତ ଭାବରେ ହେତୁ ବାକ୍ୟ ଦ୍ୱୟରୁ ନିଃସୃତ ହୋଇଥାଏ। ହେତୁ ବାକ୍ୟ ଦୁଇଟିର ନାମ ହେଉଛି, ଗୋଟିଏ ପ୍ରଥମରେ ହେତୁ ବାକ୍ୟ ସାଧ୍ୟାବୟବ ପ୍ରଧାନ ହେତୁ ବାକ୍ୟ କହିପାରିବା, ପକ୍ଷାବୟବ ବା ଅପ୍ରଧାନ ହେତୁ ବାକ୍ୟ। ନେକ୍ସଟ ଯିବା, ସିଦ୍ଧାନ୍ତ ହେତୁ ବାକ୍ୟ ଦ୍ୱୟରୁ ନିଃସୃତ ହୋଇଥାଏ। ତ୍ରିପଦୀ ଯୁକ୍ତିରେ ତିନୋଟି ପଦ ଥାଏ, ସେଗୁଡ଼ିକ ହେଉଛି ତିନୋଟି ପଦ ଯେ ଥାଏ ତ୍ରିପଦୀ ଯୁକ୍ତିରେ, ସେଗୁଡ଼ିକ ଆମେ ଦେଖିବା। ଗୋଟିଏ ହେଉଛି ସାଧ୍ୟ ପଦ ବା ପ୍ରଧାନ ପଦ, ପକ୍ଷ ପଦ ବା ଅପ୍ରଧାନ ପଦ, ମଧ୍ୟ ପଦ ବା ହେତୁ ପଦ। ଆଉ ତିନି ଗୋଟି ପଦ ଏହି ପଦ ରହିଥାଏ। ପିଲାମାନେ ମନେ ରଖିବ। ସିଦ୍ଧାନ୍ତର ଉଦ୍ଦେଶ୍ୟକୁ ପକ୍ଷ ପଦ, ସିଦ୍ଧାନ୍ତରେ ଯେଉଁ ଉଦ୍ଦେଶ୍ୟ ରହିଛି ତାହାକୁ ପକ୍ଷ ପଦ, ଅପ୍ରଧାନ ପଦ ଓ ବିଧେୟକୁ ସାଧ୍ୟ ପଦ ବା ପ୍ରଧାନ ପଦ କୁହାଯାଏ। ହେତୁ ପଦ ବା ମଧ୍ୟମ ପଦ ଉଭୟ ହେତୁ ବାକ୍ୟରେ ଥାଏ। ହେତୁ ପଦ ବା ମଧ୍ୟମ ପଦ ଉଭୟ ହେତୁ ବାକ୍ୟ ଦ୍ୱୟରେ ଥାଏ, ମାତ୍ର ସିଦ୍ଧାନ୍ତରେ ନଥାଏ। ହେତୁ ପଦଟି ସିଦ୍ଧାନ୍ତରେ ନଥାଏ, ଉଭୟ ହେତୁ ବାକ୍ୟରେ ଥାଏ। ଯେଉଁ ପଦ ସାଧ୍ୟ ପଦ ଓ ପକ୍ଷ ପଦ ସହିତ ସମ୍ବନ୍ଧ ସ୍ଥାପନ କରିଥାଏ ତାହାକୁ ହେତୁ ପଦ କୁହାଯାଇଥାଏ। ହେତୁ ପଦଟି ସାଧ୍ୟ ପଦ ଓ ପକ୍ଷ ପଦ ମଧ୍ୟରେ ସମ୍ବନ୍ଧ ସ୍ଥାପନ କରିଥାଏ। ପ୍ରତ୍ୟେକ ତର୍କ ବାକ୍ୟରେ ଦୁଇଟି ପଦ ଥାଏ। ପ୍ରତ୍ୟେକ ତର୍କ ବାକ୍ୟରେ ଦୁଇଟି ପଦ ଥାଏ। ପ୍ରତ୍ୟେକ ତର୍କ ବାକ୍ୟରେ ଦୁଇଟି ପଦ ଥାଏ। ଗୋଟିଏ ଉଦ୍ଦେଶ୍ୟ ପଦ ଆଉ ଗୋଟିଏ ବିଧେୟ ପଦ। ତିନୋଟି ତର୍କ ବାକ୍ୟରେ 6ଟି ପଦ। ବାସ୍ତବରେ ତିନୋଟି ତର୍କ ବାକ୍ୟରେ 6 ଗୋଟି ପଦ ରହିବା ଆବଶ୍ୟକ, କିନ୍ତୁ ସେ ତିନୋଟି ପଦ କ୍ରମେ ଦୁଇଥର କରି ଯୁକ୍ତିରେ ଆସିଥାଏ। ଯେଉଁ ହେତୁ ବାକ୍ୟରେ ହେତୁ ପଦ ଓ ସାଧ୍ୟ ପଦ ଥାଏ ତାହାକୁ ସାଧ୍ୟବୟବ ହେତୁ ପଦ, ଆଉ ସାଧ୍ୟ ପଦ ଥାଏ ତାହାକୁ ସାଧ୍ୟବୟବ ବା ପ୍ରଧାନ ହେତୁ ବାକ୍ୟ କୁହାଯାଇଥାଏ। ଆଉ ଯେଉଁ ତର୍କ ବାକ୍ୟରେ ହେତୁ ପଦ ପକ୍ଷ ପଦ ଥାଏ ତାହାକୁ ପକ୍ଷବୟବ ବା ଅପ୍ରଧାନ ହେତୁ ବାକ୍ୟ କୁହାଯାଇଥାଏ। ଯେଉଁ ତର୍କ ବାକ୍ୟରେ ପକ୍ଷ ପଦ ଆଉ ସାଧ୍ୟ ପଦ ଉଭୟ ଥାଏ, ପକ୍ଷ ପଦ ସାଧ୍ୟ ପଦ ଥାଏ, ତାହାକୁ ସିଦ୍ଧାନ୍ତ ବୋଲି କୁହାଯାଇଥାଏ। ତ୍ରିପଦୀ ଯୁକ୍ତିରେ ସିଦ୍ଧାନ୍ତ ପ୍ରାକଳ୍ପିକ ଭାବରେ ହେତୁ ବାକ୍ୟ ଦ୍ୱୟରୁ ନିଃସୃତ ହୋଇଥାଏ। ପ୍ରାକଳ୍ପିକ ତର୍କ ବାକ୍ୟରେ ଦୁଇଟି ବିଭାଗ ଥାଏ, ସେ ଦୁଇଟି ହେଉଛି ପୂର୍ବକ ଆଉ ଅନୁଗ। ପୂର୍ବକ ଅନୁଗ ତର୍କ ବାକ୍ୟରେ ଯଦି ଅଂଶଟିକୁ ତର୍କ ବାକ୍ୟର ଯଦି ଅଂଶଟିକୁ ପୂର୍ବକ ଏବଂ ତେବେ ଅଂଶଟିକୁ ଅନୁଗ କୁହାଯାଇଥାଏ। ପୂର୍ବକରେ ସର୍ତ୍ତ ଥାଏ, ମାତ୍ର ଅନୁଗରେ ସର୍ତ୍ତଫଳ ଥାଏ। ଅନୁଗରେ ପୂର୍ବକରେ ସର୍ତ୍ତ ଥାଏ, ଅନୁଗରେ ସର୍ତ୍ତଫଳ ଥାଏ। ଅନୁଗ ପୂର୍ବକରୁ ଆସେ। ଅନୁଗଟା ପୂର୍ବକରୁ ଆସେ
ଯେପରି ଏକ ପ୍ରାକଳ୍ପିକ ତର୍କବାକ୍ୟର ଅନୁଗ ପୂର୍ବଗରୁ ଆସିଥାଏ, ଠିକ୍ ସେହିପରି ଭାବରେ ଏକ ତ୍ରିପଦୀ ଯୁକ୍ତିରେ ସିଦ୍ଧାନ୍ତ ହେତୁବାକ୍ୟ ଦ୍ୱୟରୁ ସମ୍ମିଶ୍ରଣରୁ ଆସିଥାଏ। ଯୁକ୍ତିର ସିଦ୍ଧାନ୍ତ ହେତୁବାକ୍ୟ ଦ୍ୱୟରୁ ନିଃସୃତ ହୋଇଥିବାରୁ ଏହାର ସିଦ୍ଧାନ୍ତ କେବେ ହେଲେ ହେତୁବାକ୍ୟଠାରୁ ବ୍ୟାପକତର ବା ବଡ଼ ହୋଇପାରିବ ନାହିଁ। ତୁମେମାନେ ଜାଣିଥିବ ଆମ ଅବରୋହାନୁମାନରେ କେବେ ହେଲେ ହେତୁବାକ୍ୟଠାରୁ ସିଦ୍ଧାନ୍ତ ବ୍ୟାପକତର କିମ୍ବା ବଡ଼ ହୋଇନଥାଏ। ତା ମନେ ରଖିଥିବ। ତ୍ରିପଦୀ ଯୁକ୍ତିର ସିଦ୍ଧାନ୍ତ ହେତୁବାକ୍ୟଠାରୁ ବ୍ୟାପକତର ହୋଇପାରିବ ନାହିଁ, କାରଣ ଏହାର ସିଦ୍ଧାନ୍ତ ହେତୁବାକ୍ୟ ଦ୍ୱୟରୁ ଆସିଅଛି। ତେଣୁ ସିଦ୍ଧାନ୍ତ କେବେ ହେଲେ ହେତୁବାକ୍ୟଠାରୁ ବଡ଼ ହୋଇପାରିବ ନାହିଁ। ତ୍ରିପଦୀ ଯୁକ୍ତିର ଅବୟାବଳୀ ଦେଖିବା। ଏକ ତ୍ରିପଦୀ ଯୁକ୍ତିରେ ତିନୋଟି ତର୍କବାକ୍ୟକୁ ନେଇ ଗଠିତ। ଏହି ତିନିଟି ତର୍କବାକ୍ୟ ମଧ୍ୟରୁ ଦୁଇଟିକୁ ହେତୁବାକ୍ୟ ଆଉ ଗୋଟିଏକୁ ସିଦ୍ଧାନ୍ତ କୁହାଯାଇଥାଏ। ତ୍ରିପଦୀ ଯୁକ୍ତିର ତିନୋଟି ପଦକୁ ନେଇ ଗଠିତ ସାଧ୍ୟପଦ, ପକ୍ଷପଦ, ହେତୁପଦ। ସିଦ୍ଧାନ୍ତର ଉଦ୍ଦେଶ୍ୟକୁ ପକ୍ଷପଦ ସିଦ୍ଧାନ୍ତ, ଯେଉଁ ସିଦ୍ଧାନ୍ତ ରହିଛି, ଧର ସମସ୍ତ ମନୁଷ୍ୟ ମରଣଶୀଳ ଅଟନ୍ତି। ସିଦ୍ଧାନ୍ତର ଏଇ ଯେଉଁ ଉଦ୍ଦେଶ୍ୟ ପାର୍ଟଟି ଆମ ପକ୍ଷପଦ ଆଉ ବିଧେୟ ପାର୍ଟଟି ଆମର ସାଧ୍ୟପଦ ହୋଇଥାଏ। ସିଦ୍ଧାନ୍ତର ସାଧ୍ୟପଦ ବା ପ୍ରଧାନ ପଦ କୁହାଯାଏ। ଆଉ ଯେଉଁ ପଦ ଉଭୟ ହେତୁବାକ୍ୟରେ ଥାଏ କିନ୍ତୁ ସିଦ୍ଧାନ୍ତରେ ନଥାଏ ତାହାକୁ ହେତୁପଦ କୁହାଯାଇଥାଏ। ହେତୁପଦଟି ଉଭୟ ହେତୁବାକ୍ୟ ଦ୍ୱୟରେ ଥାଏ କିନ୍ତୁ ସିଦ୍ଧାନ୍ତରେ ନଥାଏ। ତାପରେ ଦେଖିବା, ଯେଉଁ ତର୍କବାକ୍ୟରେ ସାଧ୍ୟପଦ ହେତୁପଦ ଥାଏ, ଯେଉଁ ତର୍କବାକ୍ୟରେ ସାଧ୍ୟପଦ ଆଉ ହେତୁପଦ ଥାଏ ତାହାକୁ ସାଧ୍ୟବୟବ କୁହାଯାଏ। ଆଉ ଯେଉଁ ତର୍କବାକ୍ୟରେ ପକ୍ଷପଦ ହେତୁପଦ ଥାଏ ତାହାକୁ ପକ୍ଷବୟବ କୁହାଯାଏ। ଉଦାହରଣ ଦେଖିବା, ସମସ୍ତ ଜ୍ଞାନୀ ଭାରତୀୟ ଅଟନ୍ତି। ଏଠାରେ ଦେଖ, ଉଭୟ ତର୍କବାକ୍ୟରେ ସାଧ୍ୟବୟବ ଏଇଟାକୁ କହିବା ଆମେ ସାଧ୍ୟପଦ ଆଉ ଏଇଟାକୁ କହିବା ହେତୁପଦ। ହେତୁପଦ କେମିତି ଚିହ୍ନିବା ପିଲାମାନେ? ହେତୁପଦଟି ଦୁଇଟି ହେତୁବାକ୍ୟ ଦ୍ୱୟରେ କମନ୍ ଥାଏ। କମନ୍ କେଉଁଟା ଅଛି ନା ଜ୍ଞାନୀ, ଏଠାରେ ମଧ୍ୟ ଜ୍ଞାନୀ ଅଛି। ଜ୍ଞାନୀଟି କମନ୍ ଅଛି, ତେଣୁ ଏହାକୁ କହିପାରିବା ହେତୁବାକ୍ୟ। ଆଉ ଯେଉଁଟା ରହିଲା ତାହାକୁ କହିବା ସାଧ୍ୟପଦ। ଆଉ ପକ୍ଷପଦରେ ଯେଉଁଟା ରହିଲା, ପକ୍ଷବୟବରେ ଯେଉଁଟା ରହିଲା ତାହାକୁ କହିବା ପକ୍ଷପଦ। ଏଇଠି ଦେଖ ଆଉ ଥରେ, ସିଦ୍ଧାନ୍ତରେ ଯେଉଁ ବ୍ୟବହାର ହୋଇଛି ବୈଜ୍ଞାନିକ ଉଦ୍ଦେଶ୍ୟ ସ୍ଥାନରେ ତାହା ହେଉଛି ପକ୍ଷପଦ, ଆଉ ବିଧେୟ ସ୍ଥାନରେ ଯାହା ବ୍ୟବହାର ହୋଇଛି ତାହା ହେଉଛି ସାଧ୍ୟପଦ। ସିଦ୍ଧାନ୍ତର ଉଦ୍ଦେଶ୍ୟ ସ୍ଥାନରେ ପକ୍ଷପଦ ବ୍ୟବହୃତ ହୁଏ, ବିଧେୟ ସ୍ଥାନରେ ସାଧ୍ୟପଦ ବ୍ୟବହୃତ ହୁଏ, କିନ୍ତୁ ହେତୁବାକ୍ୟ ସିଦ୍ଧାନ୍ତରେ ବ୍ୟବହୃତ ହୋଇନଥାଏ। ତ୍ରିପଦୀ ଯୁକ୍ତିର ନ୍ୟାୟ ସଂସ୍ଥାନ ଗୋଟିଏ କରି ଦେଖିବା। ସଂସ୍ଥାନ ତ୍ରିପଦୀ ଯୁକ୍ତିରେ ଏକ ଗୁରୁତ୍ୱ ଭୂମିକା ଗ୍ରହଣ କରେ। ଏହା ତ୍ରିପଦୀ ଯୁକ୍ତିର ଏକ ଆକାର ଯାହା ହେତୁବାକ୍ୟ ଦ୍ୱୟରେ ହେତୁପଦର ସ୍ଥାନ ନିରୂପଣ କରିଥାଏ। ଏକ ଯୁକ୍ତିରେ ଦୁଇଟି ହେତୁପଦ ଥାଏ, ସେ ଦୁଇଟି ହେତୁପଦ ହେତୁବାକ୍ୟ ଦ୍ୱୟରେ ଅବସ୍ଥାନ କରିଥାଏ, ମାତ୍ର ଏହି ହେତୁପଦ ସିଦ୍ଧାନ୍ତରେ ନଥାଏ। ହେତୁପଦର ଅବସ୍ଥିତି ହେତୁବାକ୍ୟ ଦ୍ୱୟରେ ସବୁବେଳେ ଗୋଟିଏ ସ୍ଥାନରେ ନଥାଏ। ହେତୁପଦର ଅବସ୍ଥିତି ହେତୁବାକ୍ୟ ଦ୍ୱୟରେ ସବୁବେଳେ ଗୋଟିଏ ସ୍ଥାନରେ ନଥାଏ। ହେତୁବାକ୍ୟ ଦ୍ୱୟରେ ଭିନ୍ନ ଭିନ୍ନ ସ୍ଥାନରେ ଅବସ୍ଥାନ କରିଥାଏ। ଭିନ୍ନ ଭିନ୍ନ ପ୍ରକାର ସଂସ୍ଥାନ ଅଛି। ଏହି ହେତୁବାକ୍ୟ ଦ୍ୱୟରେ ଚାରିଗୋଟି ସମ୍ଭାବ୍ୟ ଅବସ୍ଥାନ କରିପାରୁଥିବାରୁ ଚାରି ପ୍ରକାର ସଂସ୍ଥାନ ଅଛି। ସେଗୁଡ଼ିକ ହେଲା, ଦେଖିବା, ପ୍ରଥମ ସଂସ୍ଥାନ, ଦ୍ୱିତୀୟ ସଂସ୍ଥାନ, ତୃତୀୟ ସଂସ୍ଥାନ, ଚତୁର୍ଥ ସଂସ୍ଥାନ। ଗୋଟିଏ କରି ଆଲୋଚନା କରିବା। ପ୍ରଥମରେ ଆସିବା ପ୍ରଥମ ସଂସ୍ଥାନ। ଯେଉଁ ସଂସ୍ଥାନରେ ହେତୁପଦଟି ସାଧ୍ୟବୟବରେ ଉଦ୍ଦେଶ୍ୟ ସ୍ଥାନରେ, ପକ୍ଷବୟବରେ ବିଧେୟ ସ୍ଥାନରେ ଅବସ୍ଥାନ କରିଥାଏ ତାହାକୁ ପ୍ରଥମ ସଂସ୍ଥାନ କୁହାଯାଏ। ଦେଖ ପିଲାମାନେ, ଆମର ସାଧ୍ୟବୟବରେ ଉଦ୍ଦେଶ୍ୟ ସ୍ଥାନରେ, ପକ୍ଷବୟବରେ ବିଧେୟ ସ୍ଥାନରେ ଅବସ୍ଥାନ କରିଛି। ଯେଉଁ ପଦଟି ଉଭୟ ହେତୁବାକ୍ୟ ଦ୍ୱୟରେ କମନ୍ ଅଛି ତାହାକୁ ଆମେ ହେତୁପଦ ବୋଲି କହିବା।
ତାହେଲେ ହେତୁପଦ ଏପରି ଆସିବ, ଏପରି ଏମିତି ନିରୂପଣ କରିବେ। ଆଉ ଥରେ ଦେଖିବା, ଏଇ ଆସିଲା, ଏଇ ଆସିଲା, ଏଇ, ଏହାକୁ ହେତୁପଦ, ଏହାକୁ ସାଧ୍ୟପଦ, ଏହାକୁ ହେତୁପଦ, ଏହାକୁ ପକ୍ଷପଦ। ପ୍ରଥମ ସଂସ୍ଥାନ, ଦ୍ୱିତୀୟ ସଂସ୍ଥାନ ଦେଖିବା। ଯେଉଁ ସଂସ୍ଥାନରେ ହେତୁପଦ ଉଭୟ ହେତୁ ବାକ୍ୟର ବିଧେୟ ସ୍ଥାନରେ ଅବସ୍ଥାନ କରିଥାଏ ତାହାକୁ ଦ୍ୱିତୀୟ ସଂସ୍ଥାନ କୁହାଯାଇଥାଏ। ଉଭୟ ହେତୁ ବାକ୍ୟର ସ୍ଥିତିରେ ଦେଖ, ମାନବ ମାନବ ଉଭୟ କମନ୍ ଅଛି ହେତୁ ବାକ୍ୟ ଦ୍ୱୟରେ, ତେଣୁ ଏହାକୁ କହିବା କିପରି ନିର୍ଣ୍ଣୟ ହେବ ନା ଏଇ, ଏହା ହେତୁପଦ, ଏହା ହେତୁପଦ, ଏହା ସାଧ୍ୟପଦ, ଏହା ପକ୍ଷପଦ। ତୃତୀୟ ସଂସ୍ଥାନକୁ ଆସିବା ପିଲାମାନେ, ଯେଉଁ ସଂସ୍ଥାନରେ ହେତୁପଦ ଉଭୟ ହେତୁ ବାକ୍ୟ ଉଦ୍ଦେଶ୍ୟ ସ୍ଥାନରେ ଅବସ୍ଥାନ କରିଥାଏ ତାହାକୁ ତୃତୀୟ ସଂସ୍ଥାନ କୁହାଯାଏ। ଉଭୟ ଉଦ୍ଦେଶ୍ୟ ସ୍ଥାନରେ ଅବସ୍ଥାନ କରିଛି, ମାନବଟା ଉଭୟ ଉଦ୍ଦେଶ୍ୟ ସ୍ଥାନରେ ଅବସ୍ଥାନ କରିଛି, ଏମିତି ନିର୍ଣ୍ଣୟ ହେବ। ହେତୁପଦ, ହେତୁପଦ, ସାଧ୍ୟପଦ, ମଧ୍ୟପଦ। ଚତୁର୍ଥ ସଂସ୍ଥାନ ଦେଖିବା। ଚତୁର୍ଥ ସଂସ୍ଥାନ, ଯେଉଁ ସଂସ୍ଥାନରେ ହେତୁପଦ ସାଧ୍ୟବୟବର ବିଧେୟ ଏବଂ ପକ୍ଷବୟବର ଉଦ୍ଦେଶ୍ୟ ସ୍ଥାନରେ ଅବସ୍ଥାନ କରିଥାଏ। ଦେଖ, ସାଧ୍ୟବୟବର ବିଧେୟ ଆଉ ପକ୍ଷବୟବର ଉଦ୍ଦେଶ୍ୟ ସ୍ଥାନରେ ଅବସ୍ଥାନ କରିଥାଏ ତାହାକୁ ଚତୁର୍ଥ ସଂସ୍ଥାନ କୁହାଯାଏ। ଚତୁର୍ଥ ସଂସ୍ଥାନ ଏଇ ଦେଖିପାରୁଥିବ, ଏମିତି ଆସିଛି, ଏମିତି ଆସିଛି, ଏମିତି ଆସିଛି। এটা হেতুপদ, এটা হেতুপদ, এটা সাধ্যপদ, এটা পক্ষপদ। তো পরবর্তী সমୟରେ ଆମେ ଆଲୋଚନା କରିବା ବ୍ୟାପକତର ଅର୍ଥ, ବ୍ୟାପକତମ ଅର୍ଥ ବା ତ୍ରିପଦୀର ନ୍ୟାୟ ରୂପ ସବୁ ଆଲୋଚନା କରିବା। ତ ସବସ୍କ୍ରାଇବ୍ କରି ରଖନ୍ତୁ ଚନ୍ଦନ